ସମସ୍ତଙ୍କୁ ଓଁ ସାଇରାମ। ଚାଲନ୍ତୁ ଆଜି ବାବାଙ୍କୁ ମନେ ପକାଇ ବାବାଙ୍କ ନାମ ସ୍ମରଣ କରି ଆରମ୍ଭ କରିବା ଆଜିର ଅନୁଚିନ୍ତା। ତାହେଲେ ଚାଲନ୍ତୁ ଶୁଣିବା। ଭଗବାନ ସମସ୍ତଙ୍କ ପାଇଁ ବର୍ଷକ 365 ଦିନ କରିଛନ୍ତି। ମଣିଷର ବିଭିନ୍ନତା ତାହାର ଚରିତ୍ର, ସ୍ୱଭାବ ଓ କର୍ମଫଳ ଦ୍ୱାରା ହୋଇଥାଏ। ଭଗବାନଙ୍କୁ ନିନ୍ଦା କରିବା ଅପେକ୍ଷା ତାଙ୍କର ଶରଣାଗତ ହେବା ଦ୍ୱାରା ତୃପ୍ତିମୟ ଜୀବନ ମିଳିଥାଏ। ନିଜ ଶରୀରଠାରୁ ଅଧିକ ନିଜର ଶବ୍ଦ ଓ ବ୍ୟବହାରକୁ ସୁନ୍ଦର ରଖନ୍ତୁ। କାରଣ ଲୋକମାନେ ଆପଣଙ୍କ ଚେହେରା ଭୁଲି ଯାଇପାରନ୍ତି, କିନ୍ତୁ ଶବ୍ଦ ଓ ବ୍ୟବହାରକୁ ସବୁଦିନ ପାଇଁ ମନେ ରଖିଥାନ୍ତି। ଯଦି ଆମେ କାହା ଓଠରେ ଟିକେ ହସ ଦେଇପାରିବାନି, ତାହେଲେ ଆଖିରେ ଲୁହ ଦେବାର ଅଧିକାର ଆମର ନାହିଁ। ଆମେ ଯଦି ବିନା ଦୋଷରେ କାହା ଆଖିରେ ଲୁହ ଟୋପାଏ ଦେଇଥିବା, ତାହେଲେ ଭଗବାନ ଆମ ଆଖିରେ 10 ଟୋପା ଲୁହ କରିଦେବ। ସେଥିପାଇଁ କୌଣସି କାରଣ ନଥାଇ କାହା ମନରେ ଦୁଃଖ ବା କାହା ଆଖିରେ ଲୁହ ଦିଅନ୍ତୁ ନାହିଁ। ଏ ଦୁନିଆ ଏମିତି ଏକ ଦୁନିଆ ଯେ କାହାକୁ ବି ନିଜର କହିହେବ ନାହିଁ। କାହାର ଉନ୍ନତି ଦେଖି କେବେ ଈର୍ଷା କରନି କି ନିଜର ଲକ୍ଷ୍ୟକୁ ପରିବର୍ତ୍ତନ କରନି। କାରଣ ଈର୍ଷା ସର୍ବଦା ହିଂସାକୁ ଜାଗ୍ରତ କରେ, ଆଉ ହିଂସା ନିଜର ପତନର କାରଣ ବନିଥାଏ। ସବୁବେଳେ ସବୁକିଛି ପାଇବାର ଆଶା ହିଁ ମନୁଷ୍ୟକୁ ଦୁଃଖ ଓ ଅଶାନ୍ତିର ଅନ୍ଧକାର ମଧ୍ୟକୁ ଟାଣି ନେଇଥାଏ। ତେଣୁ ଈଶ୍ୱର ଯାହା ଦେଇଛନ୍ତି ସେଥିରେ ଖୁସି ହେବା ଉଚିତ। ତେବେ ଯାଇ ଏ ସଂସାରରେ ଶାନ୍ତିରେ ବଞ୍ଚିପାରିବା। କାଉ କାହାରି ଧନ ଚୋରି କରେ ନାହିଁ, ତଥାପି ଲୋକେ ତାକୁ ଭଲ ପାଆନ୍ତି ନାହିଁ। କୋଇଲି କାହାକୁ କେବେ ଧନ ଦିଏ ନାହିଁ, ତଥାପି ଲୋକେ ତାକୁ ବହୁତ ପସନ୍ଦ କରନ୍ତି ତାର ମଧୁର ସ୍ୱର ପାଇଁ। ତେଣୁ ବନ୍ଧୁ, ଭଲ କଥା ଟିକେ କୁହନ୍ତୁ, ଦେଖିବେ ସମସ୍ତେ ତୁମକୁ ଭଲ ପାଇବେ ଏବଂ ତୁମେ ସମସ୍ତଙ୍କ ମନ ଜିତିପାରିବ। ମଣିଷ ଜନ୍ମ ଅନ୍ୟଠୁ ମିଳିଲା, ନାମ ଅନ୍ୟ କିଏ ଦେଲା, ଶିକ୍ଷା ଅନ୍ୟଠୁ ମିଳିଲା, ରୋଜଗାର ଅନ୍ୟଠୁ ମିଳିଲା, ସମ୍ମାନ ବି ଅନ୍ୟଠୁ ମିଳିଲା। ପ୍ରଥମ ଆଉ ଶେଷ ଆହାର ଅନ୍ୟ କିଏ ଖୁଆଏ। ଶ୍ମଶାନ ଅନ୍ୟମାନେ ନେଇକି ଯାଆନ୍ତି। ମଲାପରେ ସମ୍ପତ୍ତି ଅନ୍ୟମାନେ ବାଣ୍ଟି ନିଅନ୍ତି। ଏବେ କୁହ, ତୁମର କ'ଣ ରହିଲା? ତୁମର କହିଲେ କିଛି ବି ନୁହେଁ। ଜଣେ ମାଟିର ମୂର୍ତ୍ତି ତିଆରି କରୁଥିବା କଳାକାର ଭଗବାନଙ୍କୁ ପଚାରିଲେ, ହେ ପ୍ରଭୁ, ତୁମେ ବି ଏକ କଳାକାର, ମୁଁ ବି ଏକ କଳାକାର। ତୁମେ ମୋ ଭଳି ଅସଂଖ୍ୟ ମଣିଷ ତିଆରି କରି ପୃଥିବୀକୁ ପଠାଇଛ, ଆଉ ମୁଁ ତୁମ ଭଳି ଅସଂଖ୍ୟ ମୂର୍ତ୍ତି ତିଆରି କରି ଏହି ପୃଥିବୀରେ ବିକ୍ରି କରିଛି। କିନ୍ତୁ ସେତେବେଳେ ମୋତେ ଲାଜ ଲାଗେ ଯେତେବେଳେ ତୁମେ ଗଢ଼ିଥିବା ମଣିଷ ପରସ୍ପର ସହିତ ଲଢ଼େଇ ଝଗଡ଼ା କରନ୍ତି, ଆଉ ମୋ ଦ୍ୱାରା ଗଢ଼ାଯାଇଥିବା ମୂର୍ତ୍ତିକୁ ମୁଣ୍ଡ ନୁଆଁଇ ପ୍ରଣାମ କରିଥାନ୍ତି। ଲୋକଙ୍କ ମଧ୍ୟରେ ରୁହନ୍ତୁ ଯେପରି 32ଟି ଦାନ୍ତ ମଧ୍ୟରେ ଜିଭ ଅଛି। ଏହା ସମସ୍ତଙ୍କ ସ୍ପର୍ଶରେ ଅଛି, କିନ୍ତୁ ଏହା ଦମନ କରାଯାଇ ପାରିନାହିଁ। ପିତା ମାତାଙ୍କ ଆଖିରେ ଲୁହ ଦୁଇଥର ଆସେ। ଗୋଟିଏ ହେଉଛି ଯେତେବେଳେ ଝିଅ ବାହା ହୋଇ ଘରୁ ବିଦା ହୁଏ, ଏବଂ ଅନ୍ୟଟି ଯେତେବେଳେ ପୁଅ ମୁହଁ ମୋଡ଼ିଦିଏ। ପତ୍ନୀ ପସନ୍ଦ ଅନୁସାରେ ପାଇପାରିବେ, କିନ୍ତୁ ପିତାମାତାମାନେ ପୁଣ୍ୟ ଦ୍ୱାରା ମିଳିଥାନ୍ତି। ବିଶ୍ୱାସ ଏକ ଛୋଟ ଶବ୍ଦ। ଏହା ପଢ଼ିବାକୁ 1 ସେକେଣ୍ଡ ଲାଗେ, 1 ମିନିଟ ଭାବିବା ପାଇଁ ଏବଂ ବୁଝିବାକୁ ଏହା କିଛି ଦିନ ଲାଗେ, କିନ୍ତୁ ଏହାକୁ ପ୍ରମାଣ କରିବାକୁ ଯୁଗ ଯୁଗ ଲାଗିଯାଏ। କ୍ୟାଲେଣ୍ଡର ସବୁବେଳେ ତାରିଖ ବଦଳାଇଥାଏ, କିନ୍ତୁ ଦିନେ ଏମିତି ଗୋଟିଏ ତାରିଖ ମଧ୍ୟ ଆସିଥାଏ ଯାହା କ୍ୟାଲେଣ୍ଡର ବଦଳାଇ ଦେଇଥାଏ। ତେଣୁ ଧୈର୍ଯ୍ୟ ରଖନ୍ତୁ, ସମୟ ସମସ୍ତଙ୍କ ଆସିଥାଏ। କାହାକୁ ତୁମ ଭଳି ହେବ ବୋଲି ଆଶା କର ନାହିଁ,
କାରଣ ତୁମେ କଦାପି ତୁମ ସିଧା ହାତରେ କାହାର ସିଧା ହାତ ଧରି ଚାଲିପାରିବ ନାହିଁ। କାହା ସହିତ ଚାଲିବା ପାଇଁ ଜଣେ ତାଙ୍କ ବିପରୀତ ହାତକୁ ତାଙ୍କ ହାତରେ ଧରି ରଖିବାକୁ ପଡ଼ିବ। ସେତେବେଳେ ଯାଇ ହିଁ ସେ ଆଗକୁ ଯାଇପାରିବ। ସୁଜଳ ସହିତ ବିଧ୍ୱଂସ କରୁଛି। ଆଜିର ମୋବାଇଲ ସ୍ମାର୍ଟ ହୋଇଛି। ଯୁବ ସମାଜ ଅଳସୁଆ ହେଉଛି। ଘଣ୍ଟା ଘଣ୍ଟା ଧରିକି ରିଲ୍ ଦେଖୁଛି। ଗେମିଂ ପାଇଁ ଭୋକ ଶୋଷ ଭୁଲିଛି। ପ୍ରେମ ନୁହେଁ ସେ ମାରକାଟ ଶିଖୁଛି। ନିଜ ଦୋଷ ଛାଡ଼ି ଅନ୍ୟକୁ କହୁଛି। ସେଥିପାଇଁ ସବୁବେଳେ ମୋବାଇଲ ପ୍ରତି ସତର୍କ ରୁହନ୍ତୁ। ମୋବାଇଲ ଯେତିକି ଭଲ ସେତିକି ଖରାପ। ସବୁବେଳେ ସବୁକିଛି ପାଇବାର ଆଶା ହିଁ ମନୁଷ୍ୟକୁ ଦୁଃଖ ଓ ଅଶାନ୍ତିର ଅନ୍ଧକାର ମଧ୍ୟକୁ ଟାଣି ନେଇଥାଏ। ତେଣୁ ଈଶ୍ୱର ଯାହା ଦେଇଛନ୍ତି ସେଥିରେ ଖୁସି ହେବା ଉଚିତ। ତେବେ ଯାଇ ଏ ସଂସାରରେ ଶାନ୍ତିରେ ବଞ୍ଚିପାରିବା। ମୋବାଇଲ ଯେତିକି ଭଲ ସେତିକି ଖରାପ ଅଟେ। ସମୟ ଅଛି, ସୁଧୁରି ଯାଆନ୍ତୁ ବନ୍ଧୁ। ଟଙ୍କା ରୋଜଗାର କରନ୍ତୁ, ନହେଲେ ନାକ ପୋଛିବାକୁ ବି ରୁମାଲ ପାଇବେ ନାହିଁ। ଆଜିର ଏ ଦୁନିଆରେ ରାଣ ନିୟମ ସବୁ ମିଛ। କାରଣ ସେ ହିଁ ସବୁଠୁ ଅଧିକ ରାଣ ଖାଇଥାଏ ଯିଏ ସବୁଠୁ ଅଧିକ ମିଛ କହିଥାଏ। ଯଦି ଆଜିର ଅନୁଚିନ୍ତା ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି ଓମ୍ ସାଇରାମ, ଜୟ ସାଇରାମ। ଓମ୍ ସାଇ ନମୋ ନମଃ। ଶ୍ରୀ ସାଇ ନମୋ ନମଃ। ଜୟ ଜୟ ସାଇ ନମୋ ନମଃ। ସଦ୍ଗୁରୁ ସାଇ ନମୋ ନମଃ।